ନାହିଁ 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 ମୁଁ ଏ ତ ଓଡ଼ିଶା ସହଜେ ମୋହନ ସରକାର। ଆଉ ଗୋଟିଏ ଜିନିଷ ହେଉଛି ପଡ଼ିଛି କ'ଣ ନା ବାବୁ ଭାଇ ବସିଛନ୍ତି, ଆଉ ଜଗନ୍ନାଥ ଭାଇ ବସିଛନ୍ତି, ଆଉ ପ୍ରିୟ ଭାଇ ବସିଛନ୍ତି। ଏ ତିନି ଭାଇଙ୍କୁ ମୁଁ ଭଲ ଭାବରେ ଜାଣିଛି। ଭାରି ଅନେଷ୍ଟ ବ୍ୟକ୍ତିମାନେ ଏମାନେ। ଏମାନଙ୍କ ରାଜନୀତି ମଧ୍ୟ ମୁଁ ଦେଖିଛି। ସେ ଆଜି ଯେଉଁ କରୁଛନ୍ତି ଯେଉଁ ସାମ୍ବାଦିକ ସମ୍ମିଳନୀ, ଭାରି ଖୁସି ଲାଗିଲା। ବହୁତ ବଢ଼ିଆ କଥା କହିଛନ୍ତି। ୟା ପୂର୍ବରୁ ଯେଉଁମାନେ ମରିଥିଲେ ତାଙ୍କୁ କେତେ କେତେ କୋଟି ଟଙ୍କା ସବୁ ସରକାର, ପୂର୍ବ ସରକାର ଦେଇଛନ୍ତି। ବଢ଼ିଆ ପ୍ରଶ୍ନ ସେ କରିଛନ୍ତି, କିଛି ଖରାପ କରିନାହାନ୍ତି। ଆଉ ଯେଉଁ କେସ୍ ସବୁ ପୂର୍ବରୁ ସବୁ ପେଣ୍ଡିଂ ହେଇକି ପଡ଼ିଛି ତାକୁ ବି ମଧ୍ୟ ଖୋଲା କରିବେ ବୋଲି ସେ ମଧ୍ୟ କହିଛନ୍ତି। ବଢ଼ିଆ ଜିନିଷ କହିଛନ୍ତି। ଆଉ ପ୍ରକୃତ ଏ ସରକାର ଅତ୍ୟଧିକ ଭଲ ସରକାର। ଯେଉଁଟାକି ସେ କହିଛନ୍ତି, ଦେଖନ୍ତୁ ଏତେ ବଡ଼ ପ୍ରବାସୀ ସମ୍ମିଳନୀ ଚାଲିବା ସଙ୍ଗେ ସଙ୍ଗେ ସେମାନେ ଯାଇକି ପୋଲିସ ପ୍ରଶାସନ ଯାଇକି ତାଙ୍କୁ କେଉଁଠୁ ନୟାଗଡ଼ରୁ ଆରେଷ୍ଟ କଲା। ଏଟା କ'ଣ ଛୋଟିଆ ମୋଟିଆ କଥା? ଦେଖନ୍ତୁ ଆଜ୍ଞା, ପୂର୍ବ ସରକାର ଏମିତି କୌଣସି ଘଟଣା ଘଟିଲେ ମଧ୍ୟ ସେ 8 ଦିନ, 10 ଦିନ, 15 ଦିନ, ମାସ ବିତିଯାଏ, ଆସାମୀକି ଧରି ପାରନ୍ତି ନାହିଁ। କିନ୍ତୁ ଆଙ୍କ ସରକାର ସାଙ୍ଗେ ସାଙ୍ଗେ ଧରିଲେ ନା ନାହିଁ? ବଢ଼ିଆ ପଦକ୍ଷେପ ନେଇଛନ୍ତି। ଆଉ ବାବୁ ଭାଇ, ଆପଣମାନେ ଯେଉଁ ଜିନିଷ କହୁଛନ୍ତି, ପ୍ରିୟ ଭାଇ ମଧ୍ୟ ଯେଉଁ ଜିନିଷ କହୁଛନ୍ତି, ଜଗନ୍ନାଥ ଭାଇ ଯେଉଁ ଜିନିଷ କହୁଛନ୍ତି, ବଢ଼ିଆ ଜିନିଷ କହୁଛନ୍ତି। ସବୁକୁ ଲୋକଲୋଚନକୁ ଆଣିବା ଦରକାର। ପ୍ରକୃତ ଯିଏ ଦୋଷୀ ଦଣ୍ଡ ପାଇବା ଦରକାର। ଆଉ ଲୋକେ ପ୍ରକୃତ ଜାଣିବେ ବିଜେପି ସରକାର ଭଲ କି ବିଜେଡ଼ି ସରକାର ଭଲ, ତାକୁ ମଧ୍ୟ ଆଣିବା ଦରକାର। ନାହିଁ 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 ମୋ ଓଡ଼ିଶା। ବାବୁ ଭାଇ ବହୁତ ବଢ଼ିଆ ବଢ଼ିଆ ବଢ଼ିଆ, ମୁଁ ଦେଖୁଥିଲି। ଜୟ ଜଗନ୍ନାଥ। ନାହିଁ 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 ମୋ ଏ ଓଡ଼ିଶା। ଇଏ ହେଉଛି ବିଜେପି ସରକାର, ମୋହନ ସରକାର, କାହାରିକୁ ସେ କ୍ଷମା ଦେବନି। ଜୟ ଜଗନ୍ନାଥ।